ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସମୟରେ ପୁଣି ଚାଲନ୍ତୁ ଆପଣମାନେ ଜନସେବା କେନ୍ଦ୍ର କ'ଣ ରହିଛି ଅପଡେଟ୍ ଆପଣମାନେ କ'ଣ ପୁଣି ଚାଲନ୍ତୁ ଜନସେବା କେନ୍ଦ୍ର। ତ ଦେଖନ୍ତୁ ଇଏ ହେଉଛି ମୋର CSC ID ରହିଛି। ତ ଦେଖିପାରୁଥିବେ ବର୍ତ୍ତମାନ ସମୟରେ ଏଠି ଆପଣମାନେ ସବମିଟେଡ୍ ଆପ୍ଲିକେସନ୍ ରହିଛି, ନ୍ୟୁ ଆପ୍ଲିକେସନ୍ ରହିଛି। ତ ଏଠି ଆପଣମାନେ ଆଧାର ନମ୍ବର ଦେଇକି ଆପ୍ଲିକେସନ୍ କରିପାରିବେ। ତ ନୂଆ ଆପ୍ଲାଏ ହେଲାଣି କି ନାହିଁ ମୁଁ ଆପଣମାନଙ୍କୁ ଆଜି ଲାଇଭ୍ ଅପଡେଟ୍ ଦେଖେଇବି। ତା ସହିତ କ'ଣ ସମସ୍ତେ ଚାଲନ୍ତୁ ପୁଣି ଜନସେବା କେନ୍ଦ୍ର। ତ ଦେଖନ୍ତୁ ବର୍ତ୍ତମାନ ସମୟରେ ଅନେକ ହିତାଧିକାରୀଙ୍କର ପଇସା ଆସୁନି, ଯେଉଁଟାକି ଆପଣମାନେ ପୁରା ବ୍ୟସ୍ତ ହୋଇଗଲେଣି ପଇସା କାହିଁକି ଆସୁନି। ମୁଁ ତାପରେ ବି ଅଲରେଡ଼ି ରେଗୁଲାର ଭିଡ଼ିଓ ପକାଇ ଚାଲିଛି। ତ ଦେଖନ୍ତୁ ଏଇଠି ଆପଣମାନେ ତିନିଟି ଅପସନ୍ ଆସୁଛି। ସବମିଟେଡ୍ ଆପ୍ଲିକେସନ୍ ଏଠି ଆପଣମାନଙ୍କର ଆମେ ଯେତୁଟା ଅନଲାଇନ୍ କରିଛୁ ତ ସେଠି ଆପଣ ଦେଖିପାରିବୁ। ରିକ୍ୱେଷ୍ଟ ଲିଷ୍ଟ ମୋର ଯେଉଁ ଆପ୍ଲାଏ କରିଥିଲି ସେମାନଙ୍କର ଇକ୍ୱେସି ହେବ କି ନାହିଁ ମୁଁ ଚେକ୍ କରିପାରିବି। ଏଠି ଯେଉଁ ନନ୍ ଇକ୍ୱେସି ଲିଷ୍ଟ ରହିଛି ତ ସେଠି ଆପଣମାନେ ଦେଖିପାରୁଥିବେ। ଏଠି ଯଦି ମୁଁ କୌଣସି ଗୋଟେ ଜିଲ୍ଲା ଦେଇଦେଉଛି ଯେଉଁଟାକି ଆପଣମାନେ ବାଲେଶ୍ୱର ହେଉ ବା ବରଗଡ଼ ହେଉ, ତ ଦେଖନ୍ତୁ ବାଲେଶ୍ୱର ଦେଇଦେଉଛି। ବାଲେଶ୍ୱର ଦେଇସାରିଲା ପରେ ଏଠି ବ୍ଲକ୍ ରହିଛି। ତ ବ୍ଲକ୍ ଦେଖ ବାହାନଗା ଦେଇଦେଉଛି ଯେଉଁଠି ଆପଣମାନେ ଟ୍ରେନ୍ ଆକ୍ସିଡେଣ୍ଟ ହେଇଥିଲା। ତାପରେ ଜିପି ୱାର୍ଡ଼ ରହିଛି। ତ ଜିପି ୱାର୍ଡ଼ ରହିଛି। ତ ଅଞ୍ଜୁ ରହିଛି, ଅଞ୍ଜୁ ମଧ୍ୟ ଦେଇଦେଉଛି। ଏଠି ଭିଉ ଉପରେ ମୁଁ କ୍ଲିକ୍ କରୁଛି। ଭିଉ ଉପରେ କ୍ଲିକ୍ କଲା ପରେ ତ ଆପଣମାନେ ଟିକେ ସମୟ ୱେଟ୍ କରିବେ, କାରଣ ସର୍ଭର ଟିକେ ପ୍ରୋବ୍ଲେମ୍ ରହୁଛି। ତ ଦେଖନ୍ତୁ ଏଠି ଆପଣ ଦେଖନ୍ତୁ ଜଣେ ଲେଖା ଜଣିଏ ଅଛି ଯେଉଁମାନେ ରିକ୍ୱେସି ହେବ। ତ ଯଦି KYC ଆପଣମାନେ କରିନାହାନ୍ତି ତେବେ ଆପଣମାନଙ୍କୁ ପଇସା ମିଳିବ କି? ପଇସା ମିଳିବନି। ତେବେ ଗୋଟେ ଏଇଭଳି ଭାବରେ ଅନେକ ଜିଲ୍ଲାରେ ମଧ୍ୟ ମୁଁ ଆପଣମାନଙ୍କ ସହିତ ତେବେ ଏଠି ଗୋଟେ ମୁଁ ଦେଖିଲି ଜଣେ ରହିଲା। ତ ଅଞ୍ଜୁ ଗ୍ରାମରେ ଜଣେ ଲେଖା ଅଛନ୍ତି। ତ ଆପଣମାନେ ଚାହିଁଲେ ମୋତେ କମେଣ୍ଟ ସେକ୍ସନରେ ଆପଣମାନେ ଡିଟେଲ୍ସ ଦେଇପାରିବେ। ଆପଣମାନଙ୍କର ଯେଉଁ ରହିଛି ଡିଷ୍ଟ୍ରିକ୍ଟ ବା ଜିଲ୍ଲା ନାଁ ମେନସନ୍ କରିବେ, ବ୍ଲକ୍ ଦେବେ ଆଉ ଜିପି ୱାର୍ଡ଼ ଦେବେ। ତ ମୁଁ ଆପଣମାନେ ଚେକ୍ କରି କହିଦେବି, କାରଣ ଯେହେତୁ ମୁଁ ସବୁ ଷ୍ଟେଟ୍ର ଆପଣମାନେ ଯେଉଁ ଗାଁରେ ଅଛନ୍ତି ଯେଉଁ ଗାଁରେ ବା ଆପଣମାନେ ବ୍ଲକ୍ ଅଛି ତ ପ୍ରତ୍ୟେକ ବ୍ଲକ୍ରୁ ମଧ୍ୟ ମୁଁ ଆପଣମାନେ ଚେକ୍ କରି କହିପାରିବି। ତ ଆପଣମାନେ ମନେ ରଖନ୍ତୁ ଯେତେବେଳେ କମେଣ୍ଟ କରୁଛନ୍ତି ତ ଆପଣମାନେ ଜିଲ୍ଲା ନାମ ଦେବେ, ବ୍ଲକ୍ ନାମ ଦେବେ, ଜିପି ୱାର୍ଡ଼ ଦେବେ। ଜିପି ୱାର୍ଡ଼ ଦେଲେ ମୁଁ ଆପଣମାନଙ୍କୁ ଚେକ୍ କରିକି ଆପଣମାନଙ୍କୁ କହିଦେବି। ଆପଣମାନେ EKYC ନନ୍ EKYC ଲିଷ୍ଟରେ ଆପଣମାନଙ୍କ ନାଁ ଅଛି କି ନାହିଁ ଘରେ ବସି ମଧ୍ୟ ମୁଁ ଆପଣମାନଙ୍କୁ କହିପାରିବି। କିନ୍ତୁ ଆପଣମାନେ କମେଣ୍ଟ ଦେଲାବେଳେ ଆଧାର ନମ୍ବର ଦେବେନି, ମୋବାଇଲ୍ ନମ୍ବର ଦେବେନି, ବାକି ଆପଣମାନଙ୍କ ବ୍ଲକ୍ ନାମ ଦେବେ ଆଉ ଜିଲ୍ଲା ନାମ ଦେବେ, ଜିପି ୱାର୍ଡ଼ ଦେବେ। ତ ଏତିକି ଦେଇକି ଆପଣମାନେ କମେଣ୍ଟ କରନ୍ତୁ। ମୁଁ ନିଶ୍ଚିତ ଭାବରେ ଆପଣମାନଙ୍କୁ ଜଣାଇଦେବି ଆପଣମାନଙ୍କର ହେଇଛି କି ନାହିଁ। ନାଁଟି ଆପଣମାନେ ନିହାତି ଭାବରେ ଲେଖିବେ, ପୁରା ନାମଟି ଲେଖିବେ ଯେଉଁଟାକି ସୁଭଦ୍ରା ଯୋଜନାରେ ଆପଣମାନଙ୍କ ନାଁଟି ଅଛି। ଆଉ ଆଧାର ନମ୍ବର, ମୋବାଇଲ୍ ନମ୍ବର ଆପଣମାନେ କମେଣ୍ଟ ସେକ୍ସନରେ କେହି ବି ଦିଅନ୍ତୁ ନାହିଁ। ତ ବର୍ତ୍ତମାନ ନ୍ୟୁ ଆପ୍ଲିକେସନ୍ ହେବ କି ନାହିଁ ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତ ନ୍ୟୁ ଆପ୍ଲିକେସନ୍ ମୁଁ କ୍ଲିକ୍ କଲି। ଏଇଠି ମୁଁ ଆଧାର ନମ୍ବରଟି ଦେଲି, ଯେଉଁ ଆଧାର ନମ୍ବରଟି ମୁଁ ଆଡ଼୍ କରିବା ପାଇଁ ବା ଆପ୍ଲାଏ କରିବା ପାଇଁ ଚାହୁଁଛି। ତ ଆଧାର ନମ୍ବରଟି ଦେଇସାରିଲା ପରେ ଏଇଠି ଆଉ ଯେଉଁ ସବମିଟ୍ ଅପସନ୍ଟି ରହିଛି ସେ ସବମିଟ୍ ଅପସନ୍ରେ ମୁଁ କ୍ଲିକ୍ କରୁଛି। ଦେଖନ୍ତୁ ଆପ୍ଲିକେସନ୍ କ୍ଲୋଜ୍ଡ ରହିଛି। ବର୍ତ୍ତମାନ ସମୟ ସୁଦ୍ଧା ଆପଣମାନଙ୍କର ସୁଭଦ୍ରା ସାଇଟ୍ରେ ଆପ୍ଲାଏ କରି ହେଉନି। ତ ଆପଣମାନେ ମୁଁ ଯେତେବେଳେ ଆପ୍ଲାଏ ହେବ ମୁଁ କମ୍ୟୁନିଟି ପୋଷ୍ଟରେ ପକାଇଦେବି। ତ ଆପଣମାନେ ଯେଉଁମାନେ 21 ବର୍ଷ ହେଇଯାଇଛି ତ ଆପଣମାନେ ଯାଇକି ଆପ୍ଲାଏ କରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।